ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ମାସ 14 ତାରିଖ ଶନିବାର ସନ୍ଧ୍ୟା ସୁଦ୍ଧା ପୁଣି ଭିଜିବ ଓଡ଼ିଶା। ତେବେ ଟପ୍ ଲାଇନ୍ ଅର୍ଥାତ୍ ନିମ୍ନଚାପରେଖା ପ୍ରଭାବରେ ଆଜି 20ଟି ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଆସନ୍ତୁ ନଜର ପକାଇବା ପାଣିପାଗ ବିଭାଗ ପକ୍ଷରୁ କେଉଁ 20ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ତା ସାଙ୍ଗକୁ ବିଜୁଳି ସାଙ୍ଗକୁ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଉତ୍ତର ପୂର୍ବ ବିହାରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଟପ୍ ଲାଇନ୍ ଏବଂ ଝାଡ଼ଖଣ୍ଡରୁ ବିଦର୍ଭ ପର୍ଯ୍ୟନ୍ତ ଛତିଶଗଡ଼ ଦେଇ ସମୁଦ୍ର ପତନଠାରୁ 0.9 କିଲୋମିଟର ଉଚ୍ଚରେ ରହିଛି ଏକ ଟପ୍ ଲାଇନ୍। ତା ସହିତ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତନଠାରୁ 1.5 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି ଉପରବାୟୁ ଘୂର୍ଣ୍ଣିବଳୟ। ତେବେ କମ୍ ଚିହ୍ନିତ ହୋଇଛି ଏହି ଘୂର୍ଣ୍ଣିବଳୟ। ତଥାପି ନିମ୍ନ ସ୍ତରର ପଶ୍ଚିମ ସ୍ତରର ଉଚ୍ଚରେ ଥିବା ଟପ୍ ଲାଇନ୍ ସମୁଦ୍ର ପତନଠାରୁ ପ୍ରାୟ 3.1 ଏବଂ 4.5 କିଲୋମିଟର ମଧ୍ୟରେ ଅବସ୍ଥିତ ରହିଛି ଏବଂ ପ୍ରାୟ ଉତ୍ତରରେ 90 ଏବଂ ପୂର୍ବରେ 22 ଉତ୍ତରରେ ରହିଛି। ଏହାର ପ୍ରଭାବରେ ମାର୍ଚ୍ଚ ମାସ 14 ତାରିଖ ସନ୍ଧ୍ୟାଠାରୁ ମାର୍ଚ୍ଚ ମାସ 19 ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିନେବା ଆଜି ସନ୍ଧ୍ୟା ସୁଦ୍ଧା କେଉଁ 20ଟି ଜିଲ୍ଲାରେ ବର୍ଷା, ତା ସହିତ ବିଜୁଳି ଘଡ଼ଘଡ଼ି, ତା ସହିତ ପବନ ମଧ୍ୟ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ବହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛନ୍ତି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର।